ଆପଣମାନେ ତ ସମସ୍ତେ ଜାଣିଥିବେ ମହାଦେବ ନନ୍ଦୀଙ୍କ ଉପରେ ବିରାଜମାନ କରନ୍ତି ବା ମହାଦେବଙ୍କର ବାହନ ହେଲେ ନନ୍ଦୀ। କିନ୍ତୁ ଭାରତ ବର୍ଷରେ ଏମିତି ଏକ ମନ୍ଦିର ଅଛି ଯେ ମହାଦେବ ଗୋଟେ ବେଙ୍ଗ ଉପରେ ବିରାଜମାନ କରୁଛନ୍ତି। ଆଉ ଏତିକି ନୁହେଁ, ନନ୍ଦୀ ଠିଆ ହେଇକିରି ସେଠି ମହାଦେବଙ୍କର ଦର୍ଶନ କରୁଛନ୍ତି। ପଛର ରହସ୍ୟ କଣ ନା, ପାଖାପାଖି 200 ବର୍ଷ ତଳର କଥା। ବକ୍ତାବର ସିଂ ନାମକ ଉତ୍ତରପ୍ରଦେଶରେ ଏକ ରାଜା ରହୁଥିଲେ। ସେ ରାଜା ବହୁତ ପ୍ରତାପୀ ରାଜା ଥିଲେ, କିନ୍ତୁ ତାଙ୍କ ରାଜ୍ୟରେ ଅକାଳ ପଡ଼ିଯାଇଥିବା କାରଣରୁ ରାଜା ବହୁତ ଚିନ୍ତିତ ଥିଲେ। ଏତିକି ନୁହେଁ, ରାଜାଙ୍କର କୌଣସି ସନ୍ତାନ ନଥିବା କାରଣରୁ ମଧ୍ୟ ରାଜା ବହୁତ ଚିନ୍ତିତ ଥିଲେ, କାହିଁକି ନା ତାଙ୍କ ରାଜବଂଶ ଆଗକୁ ବଢ଼ିବା ପାଇଁ କୌଣସି ସନ୍ତାନ ନାହିଁ। ସେହି ସମୟରେ ଗୋଟେ ତାନ୍ତ୍ରିକର ଆଗମନ ହେଲା, ଯାହାଫଳରେ କି ତାନ୍ତ୍ରିକ ଯେତେବେଳେ ରାଜାଙ୍କର ଅସୁବିଧା ଶୁଣନ୍ତି, ସେ ଅସୁବିଧାକୁ ସମାଧାନ କରିବା ପାଇଁ ତାନ୍ତ୍ରିକ ଗୋଟେ ଉପାୟ କହିଥିଲେ। ତାନ୍ତ୍ରିକର ଗୋଟେ ମେଣ୍ଡକ ବିଦ୍ୟା ପ୍ରୟୋଗ ହେବ, ଯାହାଫଳରେ କି ମହାଦେବଙ୍କର ଗୋଟେ ଏମିତି ମନ୍ଦିର ନିର୍ମାଣ କରିବାକୁ ପଡ଼ିବ ଯେଉଁ ମନ୍ଦିର କି ଗୋଟେ ବେଙ୍ଗ ଉପରେ ସ୍ଥାପନ ହୋଇଥିବ, ଯାହାଫଳରେ କି ରାଜା ମଧ୍ୟ ଯୋଡ଼ି ହୋଇଗଲେ ମନ୍ଦିର କାର୍ଯ୍ୟରେ ଲାଗିବା ପାଇଁ। ଆଉ ଗୋଟେ ଏମିତି ମନ୍ଦିର ନିର୍ମାଣ କରାଗଲା ଯେଉଁ ମନ୍ଦିର କି ପ୍ରଥମେ ବେଙ୍ଗ ରହିଲା ଆଉ ବେଙ୍ଗ ଉପରେ ମହାଦେବଙ୍କର ମନ୍ଦିର ସ୍ଥାପନା କରାଗଲା। ଆଉ ଯେତେବେଳେ ମନ୍ଦିରର କାର୍ଯ୍ୟ ପୂରଣ ହେଲା, ତେଣୁ ରାଜା ବକ୍ତାବର ସିଂ ନିଜେ ଯାଇକରି ନର୍ମଦା ନଦୀରୁ ନର୍ମଦେଶ୍ୱର ମହାଦେବ ଲିଙ୍ଗ ଆଣିକିରି ସେ ମନ୍ଦିରରେ ସ୍ଥାପନା କଲେ। ଆଉ ଯେମିତି ବେଙ୍ଗ ବା ସେ ଯେଉଁ ମେଣ୍ଡକ ବିଦ୍ୟା ପ୍ରୟୋଗ କରାଗଲା, ସେମିତି ଆକାଶରେ ବାଦଲ ଆସିଲା ଆଉ ବର୍ଷା ମଧ୍ୟ ହେଲା। ସେ ରାଜ୍ୟ ଫସଲରେ ପରିପୂର୍ଣ୍ଣ ହୋଇଗଲା ଆଉ ରାଜାଙ୍କର ମଧ୍ୟ ଗୋଟେ ସନ୍ତାନ ହେଲା, ଯାହାଫଳରେ କି ସେଇଦିନ ଠାରୁ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଆଜି ମଧ୍ୟ ମେଣ୍ଡକ ମହାଦେବ ବା ନର୍ମଦେଶ୍ୱର ମହାଦେବ ମନ୍ଦିର ଆଜି ମଧ୍ୟ ସ୍ଥାପନ ହୋଇକି ଅଛି, ବେଙ୍ଗ ଉପରେ ମହାଦେବଙ୍କ ମନ୍ଦିର। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ।